ଆଜି ବୋମା ମାଡ଼ରେ ତ୍ରିନାଲୀଙ୍କ ଅବସ୍ଥା ପୁରାପୁରି ସାଂଘାତିକ ହୋଇଯିବ। ସେପଟେ କ୍ରିସିକା ଆଉ ତ୍ରିନାଲୀ ବସିକି କଥା ହଉଥାନ୍ତି। ଆଉ ତ୍ରିନାଲୀ କ୍ରିସିକାକୁ କହୁଥାନ୍ତି କି କାଲି ତୋର ଏ ଘରେ ଶେଷ ଦୀପାବଳି ଗଲା, ଆଉ ଆର ବର୍ଷକୁ ତୁ ତ ଶାଶୁ ଘରେ ଥିବୁ, ମୋ ଠାରୁ ଦୂରରେ। ସେଇଠୁ କ୍ରିସିକା ତ୍ରିନାଲୀକୁ କୁଣ୍ଢାଇ ପକାନ୍ତି, ପୁଣି କୁହନ୍ତି ଦିଦି ମୁଁ ସାନ ହେଲେ ବି ତମକୁ ଗୋଟେ ଛୋଟ ଆଡଭାଇସ୍ ଦେବା ପାଇଁ ଚାହୁଁଛି। ତମେ ଏତେ ବି ଭଲ ହୋଇଯାଅନି ଯେ ନା ତମେ ନିଜେ କହୁଛ ନା ମତେ କହିବା ପାଇଁ ଦଉଛ। ଆଉ କାଲି ଭବାନୀ ଆଣ୍ଟିଙ୍କ ଯେମିତି କଥା ନା ମତେ ଜମାରୁ ବି ଠିକ ଲାଗିଲାନି। ତାପରେ ତ୍ରିନାଲୀ କହିବ ହେଲେ ଦେଖ ଏତେ ସବୁ ହେଲା ପରେ ବି ତତେ ସେ ଏତେ ବଡ ଗିଫ୍ଟ ଦେଇଛନ୍ତି, ଆଉ ରହ ମୁଁ ଦେଖେ ସେ ଗିଫ୍ଟ ଭିତରେ କଣ ଅଛି। ସେଇଠୁ ସେ ଗିଫ୍ଟ ବକ୍ସଟି ଖୋଲିଲା ବେଳେ ହଠାତ୍ ସେ ଭିତରୁ ବମ୍ ବ୍ଲାଷ୍ଟ ହୁଏ, ଆଉ ତ୍ରିନାଲୀ ସେ ବ୍ଲାଷ୍ଟରେ ପୁରାପୁରି ଜଳିଯାଏ। ସେଇଠୁ କ୍ରିସିକା ଏହା ଦେଖିକି ପୁରାପୁରି ଡରିକି ଛାନିଆ ହୋଇଯିବ। ଦର୍ଶକ ବନ୍ଧୁ, ତ୍ରିନାଲୀର ଏମିତି ଅବସ୍ଥା ପୁଣି ଥରେ ଦେଖିକି କ୍ରିସିକା ଏ ବାହାଘର ପ୍ରସ୍ତାବ ପୁଣି ଥରେ ଭାଙ୍ଗିଦେବ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।